ଏ ସଂସାରରେ ସବୁଦିନ ଦୌଡ଼ ଆଉ ସବୁଦିନ ଭାଗ ନା କେବେ ଚାହୁଁଛ କେବେ ପାଅ ବିଶ୍ରାମ, କିନ୍ତୁ କେବେ ପାଅ ବିଶ୍ରାମ? କେମିତିକା ବିଶ୍ରାମ? ଶରୀରଟା ଭଲରେ ଶରୀରଟା ଦୌଡ଼ିବା ଭାଗିବାର ଲଗେଇ ପାର, କିନ୍ତୁ ଏକାନ୍ତର କେଉଁଠି ଅଛି? ଏକାନ୍ତରତାଟା କେଉଁଠି ଅଛି? ଏକାନ୍ତରତାଟା ଆମ ହୃଦୟରେ ଅଛି। ଶରୀରକୁ ଭଲରେ ଲଗେଇ ପାରନ୍ତି ଆମେ, ଦୌଡ଼ ଭାଗ କାମ କରିବାନି, ଖାଇବା କେମିତି? କ'ଣ ଘର ଛାଡ଼ି ପଳାଇବା? ଘର ଛାଡ଼ି ଯିବା କୁଆଡ଼େ? ନା ଚାକିରି ଛାଡ଼ିଦେବା? କାମ କରିବାନି, ଖାଇବା କ'ଣ? ଏକାନ୍ତରତା ଆମ ହୃଦୟରେ ଅଛି। ଯଦି ଆମେ ଆମ ହୃଦୟକୁ ଏକାନ୍ତରତା ଲଗେଇ ପାରିବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଇଏ ଗୋଟେ ଗୁରୁ ଜ୍ଞାନ, ଗୁରୁଙ୍କର ମନ୍ତ୍ର। ସବୁ ଜଖମକୁ ଭରିଥାଏ ରାମ ନାମ। ସବୁ ଜଖମର ଆବଶ୍ୟକ ରାମ ନାମ। ଆମେ ରାମ ନାମ ଧରିବା, କାମ ବି କରିବା। ରାମଙ୍କ ନାମ ବିନା ଏ ସଂସାରରେ କିଛି ନାହିଁ। ଯଦି ଏକାନ୍ତରତାରେ ପ୍ରଭୁ ଶ୍ରୀରାମଙ୍କ ନାମ ଜପ କରିବା, ନିଶ୍ଚିତ ରୂପେ ଆମକୁ ଶାନ୍ତି ମିଳିବ, ଆମ ହୃଦୟକୁ ଶାନ୍ତି ମିଳିବ। ଏକାନ୍ତରତାଟା ଲାଗିବ। ଏ ସଂସାରରେ ତ ସବୁଦିନ ଦୌଡ଼ିବା ଭାଗିବା ପାଇଁ ଆମେ ଜନ୍ମ ହିଁ ହେଇଛେ। ଆଉ ଦୌଡ଼ିବାନି ଚଳିବା କେମିତି? ଶରୀରଟାକୁ ଦୌଡ଼େଇବା, କିନ୍ତୁ ଆମ ହୃଦୟଟା ସବୁବେଳେ ସଦାସର୍ବଦା ରାମ ନାମ ଜପ କରିବା। ରହୁଛି, ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର କାହାଣୀରେ। ଜୟ ଶ୍ରୀରାମ, ଜୟ ଜୟ ଶ୍ରୀରାମ।